हेलो स्टूडेंट ମୁଁ ଆପଣଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ ଚ୍ୟାନେଲ ଷ୍ଟଡି ୱିଥ୍ ପୁଷ୍ପାମିସ୍। ଆଜି ଆମେ ଆଲୋଚନା କରିବା ସିପିଟ୍ ଏଣ୍ଟ୍ରାନ୍ସର ପାର୍ଟ 2 ଭିଡ଼ିଓ ବୋଲି ଯେଉଁମାନେ ମୋର ପାର୍ଟ 1 ଭିଡ଼ିଓ ଦେଖିନ ପ୍ଲେଲିଷ୍ଟକୁ ଯାଇକି ପାର୍ଟ 1 ଭିଡ଼ିଓ ପ୍ରଥମେ ଦେଖିଦିଅ। ତ ଆଜି ଆମେ ସିପିଟ୍ ଏଣ୍ଟ୍ରାନ୍ସରେ ପଢ଼ିବା ପିଲା କ'ଣ ନା ଉପନ୍ୟାସ। ତମର କ'ଣ ସିପିଟ୍ ଏଣ୍ଟ୍ରାନ୍ସରେ ଗଳ୍ପରୁ ଆସିବ, ଉପନ୍ୟାସରୁ ଆସିବ, ନାଟକରୁ ଆସିବ, ରଙ୍ଗମଞ୍ଚରୁ ଆସିବ କି ନାହିଁ। ତ ଆମେ ଦେଖିବା ଆଜି ଉପନ୍ୟାସର ତ ଉପନ୍ୟାସ ତମର କ୍ୱେଶ୍ଚିନ୍ କିପରି ଆସିବ ଆମେ ପ୍ରଥମେ ଆଲୋଚନା କରିଦେବା। ଯେଉଁମାନେ ପିଲେ ପ୍ରଥମ ଥର ମୋ ଚ୍ୟାନେଲକୁ ଦେଖୁଛ ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରିବ, ଯାହାଫଳରେ ମୋତେ ମୋଟିଭେଟ୍ ମିଳିବ ଏବଂ ମୁଁ ଆପଣଙ୍କ ପାଇଁ ଆହୁରି ଭିଡ଼ିଓ ଆଣିବି। ଦେଖିବା ପିଲେ ତାହେଲେ କେଉଁଠି ପ୍ରଥମ ଓଡ଼ିଆ ଉପନ୍ୟାସର ମାନ୍ୟତା ପାଇଛି? କେଉଁଠି ପ୍ରଥମ ଓଡ଼ିଆ ଉପନ୍ୟାସର ମାନ୍ୟତା ପାଇଛି ନା? ଅପସନ୍ ଦେଖିବେ ଅନାଥିନୀ ନା ଛଅ ମାଣ ଆଠ ଗୁଣ୍ଠ ନା ପଦ୍ମମାଳୀ ନା ଲଛମା। ଆନ୍ସର କ'ଣ ହବ ପିଲେ? ପଦ୍ମମାଳୀ। ଏଥିମଧ୍ୟରୁ କେଉଁଠି ପ୍ରଥମ ଅସମ୍ପୂର୍ଣ୍ଣ ଉପନ୍ୟାସ? ପଦ୍ମମାଳୀ, ସୌଦାମିନୀ, ଲଛମା ନା ଅନାଥିନୀ। ଆନ୍ସର କ'ଣ ହବ ପିଲେ? ସୌଦାମିନୀ ଉପନ୍ୟାସ। ସୌଦାମିନୀ ଉପନ୍ୟାସ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ସୌଦାମିନୀ ଉପନ୍ୟାସ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍କଳ ଦର୍ପଣ ନା ଉତ୍କଳ ସାହିତ୍ୟ, ଉତ୍କଳ ଦୀପିକା ନା ଉତ୍କଳ ମଧୁବ। ଆନ୍ସର କ'ଣ ହବ ପିଲେ? ଉତ୍କଳ ମଧୁବ। କେନ୍ଦୁଝରର ବିଦ୍ରୋହ ଉପନ୍ୟାସ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଆମର ଯୋଉ କେନ୍ଦୁଝର ବିଦ୍ରୋହ ଉପନ୍ୟାସ ଅଛି ତାହା କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଅପସନ୍ ଦେଇଛି ମୁକୁର ନା ଉତ୍କଳ ପ୍ରଭା ନା ଉତ୍କଳ ଦର୍ପଣ ନା ଡଗର। ଆନ୍ସର କ'ଣ ହବ ପିଲେ? ମୁକୁର। ବିବାସିନୀ ଉପନ୍ୟାସ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ବିବାସିନୀ ଉପନ୍ୟାସ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଅପସନ୍ ଦେଇଛି ଉତ୍କଳ ଦୀପିକା ନା ଉତ୍କଳ ପ୍ରଭା ନା ଉତ୍କଳ ସାହିତ୍ୟ ନା ଉତ୍କଳ ଦର୍ପଣ। ଆନ୍ସର କ'ଣ ହବ ପିଲେ? ଉତ୍କଳ ପ୍ରଭା। ନେକ୍ସଟ ଦେଖିବା ଯେ ତମର କ'ଣ ଉପନ୍ୟାସ ଦେଇଛି କେଉଁ ମସିହାରେ ପ୍ରକାଶିତ ହୋଇଥିଲା ତାର ସମୟ ଦେଇଛି। ଯେ ସୌଦାମିନୀ ଉପନ୍ୟାସ କେବେ ପ୍ରକାଶିତ ହେଲା ନା 1878। ପଦ୍ମମାଳୀ କିନ୍ତୁ 1888। ଛଅ ମାଣ ଆଠ ଗୁଣ୍ଠ 1897। ପ୍ରାୟଶ୍ଚିତ 1915। ପିଲେ ତମେ ଗୁଡ଼ାକ ସବୁ ଭଲସେ ପଢ଼ିବ, ନୋଟ୍ସ ବନେଇଦେବ। ଯଦି ତମକୁ ୟାର ଯଦି PDF ଦରକାର ତାହେଲେ ମୋତେ କମେଣ୍ଟରେ ଜଣେଇବ। ନେକ୍ସଟ ଦେଖିବା ଛଅ ମାଣ ଆଠ ଗୁଣ୍ଠ ଉପନ୍ୟାସ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଛଅ ମାଣ ଆଠ ଗୁଣ୍ଠ ଉପନ୍ୟାସ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଅପସନ୍ ଦେଇଛି ଉତ୍କଳ ସାହିତ୍ୟ, ଉତ୍କଳ ଦୀପିକା ନା ଉତ୍କଳ ପ୍ରଭା ନା ସମ୍ବାଦ ବାହିକା। ଆନ୍ସର କ'ଣ ହବ ପିଲେ? ଉତ୍କଳ ସାହିତ୍ୟ। ନେକ୍ସଟ ଦେଖିବା ଛଅ ମାଣ ଆଠ ଗୁଣ୍ଠ ଉପନ୍ୟାସ କେଉଁ ମସିହାରେ ପୁସ୍ତକ ଭାବେ ପ୍ରକାଶ ପାଇଥିଲା? ଆମର ଯୋଉ ଛଅ ମାଣ ଆଠ ଗୁଣ୍ଠ ଅଛି ଫକୀରମୋହନ ସେନାପତିଙ୍କର, ତାହା କେବେ ପୁସ୍ତକ ଆକାରରେ ପ୍ରକାଶ ପାଇଥିଲା? ଅପସନ୍ ଦେଇଛି 1900 ନା 1901 ନା 1902 ନା 1903। ଆନ୍ସର କ'ଣ ପିଲେ? 1902। ଏଥିମଧ୍ୟରୁ କେଉଁଠି ଫକୀରମୋହନଙ୍କ ଦ୍ୱାରା ରଚିତ ଐତିହାସିକ ଉପନ୍ୟାସ? ପ୍ରାୟଶ୍ଚିତ, ଛଅ ମାଣ ଆଠ ଗୁଣ୍ଠ, ମାମୁଁ, ଲଛମା। ପିଲେ ଫକୀରମୋହନ ସେନାପତିଙ୍କର କେବଳ ଲଛମା ଉପନ୍ୟାସ ଐତିହାସିକ, ବାକି ତିନୋଟି ଉପନ୍ୟାସ କ'ଣ ତାଙ୍କର ନା ସାମାଜିକ ଉପନ୍ୟାସ। ସେ କ'ଣ 4ଟି ଉପନ୍ୟାସ ଲେଖିଥିଲେ, ଲଛମା ହେଉଛି ଐତିହାସିକ, ବାକି ତିନୋଟି ଆମର କ'ଣ ପ୍ରାୟଶ୍ଚିତ, ଛଅ ମାଣ ଆଠ ଗୁଣ୍ଠ, ମାମୁଁ ହେଉଛି ସାମାଜିକ ଉପନ୍ୟାସ। ନଟବର ଦାସ ଫକୀରମୋହନଙ୍କ କେଉଁ ଉପନ୍ୟାସର ଚରିତ୍ର? ଆମର ଯୋଉ ନଟବର ଦାସ ଅଛି ଫକୀରମୋହନ ସେନାପତିଙ୍କର କେଉଁ ଉପନ୍ୟାସର ଚରିତ୍ର ନା? ଅପସନ୍ ଦେଖ ଛଅ ମାଣ ଆଠ ଗୁଣ୍ଠ ନା ମାମୁଁ ନା ପ୍ରାୟଶ୍ଚିତ ନା ଲଛମା। ଆନ୍ସର କ'ଣ ପିଲେ? ମାମୁଁ ଉପନ୍ୟାସ। ଏଥିମଧ୍ୟରୁ କେଉଁଠି ଚିନ୍ତାମଣି ମହାନ୍ତିଙ୍କ ଉପନ୍ୟାସ ନୁହେଁ? ଅପସନ୍ ଦେଇଛି ସେଥିମଧ୍ୟରୁ କ'ଣ ନା ଚିନ୍ତାମଣି ମହାନ୍ତିଙ୍କର ଉପନ୍ୟାସ ନୁହେଁ। ଟଙ୍କା ଗଛ ନା ଶନି ସପ୍ତାହ ନା ଘଟାନ୍ତର ନା ରକ୍ତଦାନ। ଟଙ୍କା ଗଛ, ଶନି ସପ୍ତାହ, ରକ୍ତଦାନ, ଏଟା ସବୁ କାହାର? ଚିନ୍ତାମଣି ମହାନ୍ତିଙ୍କର। ତାହେଲେ ସେ ଲେଖିନାହାନ୍ତି କ'ଣ ନା ଘଟାନ୍ତର।
ନିର୍ବାସିତାର ଉପନ୍ୟାସର ସ୍ରଷ୍ଟା କିଏ? ନିର୍ବାସିତ ଉପନ୍ୟାସର ସ୍ରଷ୍ଟା କିଏ ନା ଦେଖିଦିଅ ଅପସନ ଗୋଦାବରୀ ମିଶ୍ର, ନା ଚିନ୍ତାମଣି ମହାନ୍ତି, ନା କାଳିନ୍ଦୀ ଚରଣ ପାଣିଗ୍ରାହୀ, ନା ଲକ୍ଷ୍ମୀକାନ୍ତ ମହାପାତ୍ର। ଆନ୍ସର କଣ ହବିଲେ ଗୋଦାବରୀ ମହାପାତ୍ର। ଏଥିମଧ୍ୟରୁ କେଉଁଠି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଉପନ୍ୟାସ? ଆମର କଣ ନା ଉପନ୍ୟାସ ଦେଲା ଯେ 4ଟି ଯୋଉ ଅପସନ ଦେଇଛି ସେଥିମଧ୍ୟରୁ କୋଉଟା ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଉପନ୍ୟାସ? 1817 ନା କଣା ମାମୁଁ, ନା ମାମୁଁ, ନା ଅଭାଙ୍ଗିନୀ? କଣ ଭାବିଲେ କଣା ମାମୁଁ। ବାସନ୍ତୀ ଉପନ୍ୟାସ କେତେ ଜଣ ଲେଖକଙ୍କ ଲେଖାରେ ସମୃଦ୍ଧ? ଆମର ଯୋଉ ବାସନ୍ତୀ ଉପନ୍ୟାସ କେତେ ଜଣ ଲେଖକ ଲେଖିଥିଲେ ନା ଅପସନ ଦେଖିଛ 18 ନା 9 ନା 14 ନା 7? ଆନ୍ସର କଣ ଭାବିଲେ 9। ଏଥିମଧ୍ୟରୁ କେଉଁଠି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ରଚନା ନୁହେଁ? ଆମର 4ଟା ଅପସନ ଦେଇଛି ସେଥିମଧ୍ୟରୁ କୋଉଟା କାଳିନ୍ଦୀ ଚରଣ ପାଣିଗ୍ରାହୀ ଉପନ୍ୟାସ ରଚନା କରିନାହାନ୍ତି? ଅପସନ ଦେଖିଦେବେ ପିଲେ ମୁକ୍ତାଗଡର କ୍ଷୁଧା, ନା ଅମର ଚିତା, ନା ଆଜିର ମଣିଷ, ନା ପ୍ରତିଭା? କଣ ହବ ପିଲେ ପ୍ରତିଭା ଉପନ୍ୟାସ। ବଙ୍ଗଳା ଉପନ୍ୟାସ ବାରେୟାରୀ ଛାୟାରେ ରଚିତ ଓଡିଆ ଉପନ୍ୟାସର ନାମ କଣ? ଆମର ଯୋଉ ବଙ୍ଗଳା ଉପନ୍ୟାସ ଅଛି ବଙ୍ଗଳା ଉପନ୍ୟାସ କଣ ବାରେୟାରୀ ଛାୟାରେ ଓଡିଆ ଉପନ୍ୟାସ କଣ ରଚିତ ହୋଇଅଛି? ଅପସନ ଦେଖିଦିଅ ବାସନ୍ତୀ ଉପନ୍ୟାସ, ନା ମନେ ମନେ, ନା ମଲାଜର, ନା ଭୁଲି ହୁଏ ନା? କଣ ପିଲା ଆନ୍ସର ବାସନ୍ତୀ ଉପନ୍ୟାସ। ଏମାନଙ୍କ ମଧ୍ୟରୁ କିଏ ବାସନ୍ତୀ ଉପନ୍ୟାସର ଲେଖକ ନଥିଲେ? ଅପସନ ଦେଇଛି ସରଳା ଦେଇ, ନା ହରିହର ମହାପାତ୍ର, ନା କୁନ୍ତଳା କୁମାରୀ ସାବତ, ନା ପ୍ରତିଭା ଦେବୀ? କଣ ଭାବିଲେ ଆନ୍ସର ନା କୁନ୍ତଳା କୁମାରୀ ସାବତ। ନେକ୍ସଟ ଦେଖିବା ବାସନ୍ତୀ ଉପନ୍ୟାସର ପ୍ରଥମ ପରିଚ୍ଛେଦଟି କିଏ ଲେଖିଥିଲେ? ଆମର ଯୋଉ ବାସନ୍ତୀ ଉପନ୍ୟାସ ଅଛି ତାର ପ୍ରଥମ ପରିଚ୍ଛେଦଟି କିଏ ଲେଖିଥିଲେ? ଅପସନ ଦେଖିજો ଅନ୍ନଦା ଶଙ୍କର, ନା କାଳିନ୍ଦୀ ଚରଣ, ନା ଶରତ ଚନ୍ଦ୍ର, ନା ସରଳା ଦେଇ? ଆନ୍ସର କଣ ଭାବିଲେ କାଳିନ୍ଦୀ ଚରଣ। ବାସନ୍ତୀ ଉପନ୍ୟାସରେ ସବୁଠାରୁ ଅଧିକ ପରିଚ୍ଛେଦ କିଏ ଲେଖିଥିଲେ? ଆମର ଯୋଉ ବାସନ୍ତୀ ଉପନ୍ୟାସ ତାର କିଏ ଅଧିକ ମାତ୍ରାରେ ଅଧିକ ପରିଚ୍ଛେଦ କିଏ ଲେଖିଥିଲେ ନା ସରଳା ଦେଇ, ନା କାଳିନ୍ଦୀ ଚରଣ, ନା ବୈଷ୍ଣବ ଦାସ, ନା ପ୍ରତିଭା ଦେବୀ? ଆନ୍ସର କଣ ଭାବିଲେ ସରଳା ଦେଇ। ବୋରଜୁ ଛକଡି କାଳିନ୍ଦୀ ଚରଣଙ୍କ କେଉଁ ଉପନ୍ୟାସର ଚରିତ୍ର? ଯେ ବୋରଜୁ ଏବଂ ଛକଡି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର କେଉଁ ଉପନ୍ୟାସର ଚରିତ୍ର? ଅପସନ ଦେଇଛି ମୁକ୍ତାଗଡର କ୍ଷୁଧା, ନା ଅମର ଚିତା, ନା ମାଟିର ମଣିଷ, ନା ଆଜିର ମଣିଷ? ଆନ୍ସର କଣ ଭାବିଲେ ନା ମାଟିର ମଣିଷ। ଗୋପାଳ ବଲ୍ଲଭ ଦାସଙ୍କ ଭୀମା ଭୂୟାଁ ଉପନ୍ୟାସର ପ୍ରକାଶ କାଳ କେତେ? ଯାହାକି ଓଡ଼ିଆ ସାହିତ୍ୟର ପ୍ରଥମ ଆଦିବାସୀ ମୂଳକ ଉପନ୍ୟାସ କଣ ଯେ ଗୋପାଳ ବଲ୍ଲଭ ଦାସଙ୍କର ଭୀମା ଭୂୟାଁ ଉପନ୍ୟାସ ତାହା କେବେ ପ୍ରକାଶ ହେଇଥିଲା? ଅପସନ ଦେଖ ବୋଲେ 1905, ନା 1906, ନା 1907, ନା 1908? କଣ ପିଲା ଆନ୍ସର ନା 1908। ଭୀମା ଭୂୟାଁ ଉପନ୍ୟାସ କାହା ସମ୍ପାଦନରେ ପ୍ରକାଶ ପାଇଥିଲା? ଯେ ଭୀମା ଭୂୟାଁ ଉପନ୍ୟାସର ଲେଖକ କିଏ ନା ଗୋପାଳ ବଲ୍ଲଭ ଦାସ। ତ ଏହାର ସମ୍ପାଦନ କାର୍ଯ୍ୟ ବା ସମ୍ପାଦନା କାହା ସମ୍ପାଦନରେ ପ୍ରକାଶ ପାଇଥିଲା? ଅପସନ ଦେଇଛି ବୈକୁଣ୍ଠନାଥ ପଟ୍ଟନାୟକ, ବୈକୁଣ୍ଠନାଥ ପଟ୍ଟନାୟକ, ନା କୁନ୍ତଳା କୁମାରୀ ସାବତ, ନା ମାୟାଧର ମାନସିଂହ? ନା ସରଳା ଦେଇ? ଆନ୍ସର କଣ ଭାବିଲେ ସରଳା ଦେବୀ। ମଲ୍ଲାଜନ ଉପନ୍ୟାସର ଲେଖକ କିଏ? ଆମର ଯୋଉ ମଲ୍ଲାଜନ ଉପନ୍ୟାସ ଅଛି ମଲ୍ଲାଜନ ଉପନ୍ୟାସର ଲେଖକ କିଏ? ଉପେନ୍ଦ୍ର କିଶୋର ଦାସ, ନା ବୈଷ୍ଣବ ଚରଣ ଦାସ, ନା କାହ୍ନୁ ଚରଣ ମହାନ୍ତି, ନା କୁନ୍ତଳା କୁମାରୀ ସାବତ? ଆନ୍ସର କଣ ଭାବିଲେ ଉପେନ୍ଦ୍ର କିଶୋର ଦାସ। ଏଥିମଧ୍ୟରୁ କେଉଁଠି ଅପର୍ଣ୍ଣା ପଣ୍ଡାଙ୍କ ରଚିତ ଉପନ୍ୟାସ?
ଆମର ଯୋଉ ଚାରିଟା ଦେଲା ଅପସନ ସେ ଭିତରୁ କୋଉଟା ଅପର୍ଣ୍ଣା ପଣ୍ଡାଙ୍କ ବା ଅପର୍ଣ୍ଣା ପଣ୍ଡାଙ୍କ ଦ୍ଵାରା ରଚିତ ଉପନ୍ୟାସ? ବସନ୍ତ ମାଳତୀ ନା ସୁନା ବୋହୂ ନା ବୁଢା ଚାଚା ନା କଳାବତୀ? ଆନ୍ସର କଣ ହବ? କଳାବତୀ। ବୁଢା ଚାଚା ଉପନ୍ୟାସର ଲେଖକ କିଏ? ବ୍ରଜବନ୍ଧୁ ମିଶ୍ର ନା ଅଶ୍ବିନ କୁମାର ନା ଦୀନବନ୍ଧୁ ପାଳ ନା ଅପର୍ଣ୍ଣା ପଣ୍ଡା? ବୁଢା ଚାଚା ଉପନ୍ୟାସର ଲେଖକ କିଏ? ଅପସନ ଦେଖିଦେବ ବେଲେ ବ୍ରଜବନ୍ଧୁ ମିଶ୍ର ନା ଅଶ୍ବିନ କୁମାର ନା ଦୀନବନ୍ଧୁ ପାଳ ନା ଅପର୍ଣ୍ଣା ପଣ୍ଡା? ଆନ୍ସର କଣ ହବ? ଅଶ୍ବିନ କୁମାର। ବସନ୍ତ ମାଳତୀ ଉପନ୍ୟାସର ସ୍ରଷ୍ଟା କିଏ? ବସନ୍ତ ମାଳତୀ ଉପନ୍ୟାସର ସ୍ରଷ୍ଟା କିଏ? ଅପସନ ଦେଇଛି ଅପର୍ଣ୍ଣା ପଣ୍ଡା ନା ଜନାର୍ଦ୍ଦନ ପୂଜାରୀ ନା ବ୍ରଜବନ୍ଧୁ ମିଶ୍ର ନା ଦୀନବନ୍ଧୁ ପାଳ? ଆନ୍ସର କଣ ହବ? ବ୍ରଜବନ୍ଧୁ ମିଶ୍ର। ନେକ୍ସଟ ଦେଖିବା। ଉପନ୍ୟାସ ଦେଇଛି ଏବଂ ଉପନ୍ୟାସଟା ଆମର କୋଉ ପତ୍ରିକାରେ ପ୍ରକାଶ ହେଇଥିଲା ତା ସାଙ୍ଗକୁ ମ୍ୟାଚ୍ କରିବାକୁ କହିଛି। ସୌଦାମିନୀ ଉପନ୍ୟାସଟା କେଉଁ ପତ୍ରିକାରେ ପ୍ରକାଶିତ ହୋଇଥିଲା ନା ଉତ୍କଳ ମଧୁପ। ଅନାଥିନୀ ଅନାଥିନୀ କୋଉଠି ପ୍ରକାଶିତ ହୋଇଥିଲା ନା ପ୍ରଦୀପ। ଉନ୍ମାଦିନୀ ସେପରି କୋଉଠି ନା ଇନ୍ଦ୍ରଧନୁ ପତ୍ରିକାରେ। ବିଭାସିନୀ ଉତ୍କଳ ପ୍ରଭା। ନେକ୍ସଟ ଦେଖିବା। ସୁନା ବୋହୂ ଉପନ୍ୟାସର ରଚୟିତା କିଏ? ଆମର ଯୋଉ ସୁନା ବୋହୂ ଉପନ୍ୟାସ ଅଛି ତାର ରଚୟିତା କିଏ? ଅପସନ ଦେଖିଦିଅ ବ୍ରଜବନ୍ଧୁ ମିଶ୍ର ନା ଜନାର୍ଦ୍ଦନ ପୂଜାରୀ ନା ଦୀନବନ୍ଧୁ ପାଳ ନା ଅପର୍ଣ୍ଣା ପଣ୍ଡା? ଆନ୍ସର କଣ ହବ? ଜନାର୍ଦ୍ଦନ ପୂଜାରୀ। ଦୀନବନ୍ଧୁ ପାଳଙ୍କ ରଚିତ ଉପନ୍ୟାସର ନାମ କଣ? ଅପସନ ଦେଖିଦିଅ କଳାବତୀ ନା ସୁନା ବୋହୂ ନା ବୁଢା ଚାଚା ନା କୁନ୍ତଳିନୀ? ଆନ୍ସର କଣ ହବ? କୁନ୍ତଳିନୀ। ଏଥିମଧ୍ୟରୁ ଗୋଦାବରୀଶ ମିଶ୍ରଙ୍କ ଦ୍ଵାରା ରଚିତ କେଉଁ ଉପନ୍ୟାସ ପାଇକ ବିଦ୍ରୋହ ଉପରେ ପର୍ଯ୍ୟବେସିତ? ଗୋଦାବରୀଶ ମିଶ୍ର ଯୋଉ ଉପନ୍ୟାସ ରଚନା କଲେ କେଉଁ ଉପନ୍ୟାସ? ତାଙ୍କର କଣ ପାଇକ ବିଦ୍ରୋହ ଉପରେ ସେ ରଚନା କରିଛନ୍ତି। ଅପସନ କଣ ଅଛି ନା ପଦ୍ମମାଳୀ ନା କେନ୍ଦୁଝରର ବିଦ୍ରୋହ ନା 1817 ନା ଘଟାନ୍ତର? ଆନ୍ସର କଣ ହବ? 1817। ଫକୀର ମୋହନଙ୍କ କେଉଁ ଉପନ୍ୟାସ ଅପୂର୍ବ ମିଳନ ନାମରେ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶ ପାଇଥିଲା? ଫକୀର ମୋହନଙ୍କ କେଉଁ ଉପନ୍ୟାସ ଅପୂର୍ବ ମିଳନ ନାମରେ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶ ପାଇଥିଲା ନା? ଅପସନ ଦେଖିବ ମାମୁଁ ନା ଲଛମା ନା ଛଅ ମାଣ ଆଠ ଗୁଣ୍ଠ ନା ପ୍ରାୟଶ୍ଚିତ? ଆନ୍ସର କଣ ହବ? ଲଛମା। ଲଛମା ଗୋଟେ କେଉଁ ଧରনের ଉପନ୍ୟାସ ବୋଲି ମୁଁ କହିଥିଲି ତମକୁ? ଐତିହାସିକ ଉପନ୍ୟାସ। ବାକି ତାଙ୍କର ତିନିଟା ଉପନ୍ୟାସ କଣ ନା ସାମାଜିକ ଉପନ୍ୟାସ। ପ୍ରକାଶ କାଳ ଅନୁଯାୟୀ ଫକୀର ମୋହନଙ୍କ ଉପନ୍ୟାସ ଗୁଡ଼ିକର କ୍ରମ ନିରୂପଣ କର। ପ୍ରକାଶ କାଳ ଅନୁସାରେ ଫକୀର ମୋହନଙ୍କର ଗୋଟେ ଯୋଉ ଉପନ୍ୟାସର ନାମ ନିରୂପଣ କର। ତାହେଲେ ପ୍ରଥମେ ସେ କଣ ରଚନା କରିଥିଲା ନା ଛଅ ମାଣ ଆଠ ଗୁଣ୍ଠ, ଦେନ୍ ଲଛମା, ତାପରେ ମାମୁଁ, ତାପରେ ପ୍ରାୟଶ୍ଚିତ। ଏଥିମଧ୍ୟରୁ କେଉଁଠି ପ୍ରଥମ ମନସ୍ତାତ୍ତ୍ୱିକ ଉପନ୍ୟାସ? ଆମର ଯୋଉ ଅପସନ ଦେଇଛି ସେଥିମଧ୍ୟରୁ କୋଉଟା ପ୍ରଥମ ମନସ୍ତାତ୍ତ୍ୱିକ ଉପନ୍ୟାସ? ଅପସନ ଦେଖିଦେବେ ମଲା ଜହ୍ନ ନା ଅମଡ଼ା ବାଟ ନା ମନେ ମନେ ନା ତମ ସାଥିରେ? ଆନ୍ସର କଣ ଦେଇଥିଲେ? ମନେ ମନେ। ତ ଆନ୍ସର ହବ କଣ? ମନେ ମନେ। ମନେ ମନେ ଲେଖିବ କିଏ ନା ବୈଷ୍ଣବ ଚରଣ ଦାସ, ଯାହାକି ଓଡ଼ିଆ ସାହିତ୍ୟର ପ୍ରଥମ ମନସ୍ତାତ୍ତ୍ୱିକ ଉପନ୍ୟାସ ହଉଛି କଣ? ମନେ ମନେ। ଲେଖକ ହଉଛନ୍ତି କିଏ ନା ବୈଷ୍ଣବ ଚରଣ ଦାସ।
ଉଦାସୀ ଛଦ୍ମନାମରେ କେନ୍ଦୁଝର ବିଦ୍ରୋହ ଉପନ୍ୟାସ କିଏ ମୁକୁରରେ ଧାରାବାହିକ ଲେଖୁଥିଲେ? ଉଦାସୀ ଛଦ୍ମନାମରେ କେନ୍ଦୁଝରର ବିଦ୍ରୋହ ଉପନ୍ୟାସ କିଏ ମୁକୁରରେ ଧାରାବାହିକରେ ଲେଖୁଥିଲେ? ନା ଅପସନ୍ ଦେଇଛି କଣ ନା ଗୋପାଳ ବଲ୍ଲଭ ଦାସ, ନା ଉମେଶ ଚନ୍ଦ୍ର ସରକାର, ନା ରାମଶଙ୍କର ରାୟ, ନା ଫକୀରମୋହନ ସେନାପତି। ଆନ୍ସର କଣ ମନେ ପିଲେ? ଉମେଶ ଚନ୍ଦ୍ର ସରକାର। ଅନାଥିନୀ, ମଠର ସମ୍ବାଦ, ଅସମ୍ପୂର୍ଣ୍ଣ ଉପନ୍ୟାସ ଦ୍ୱୟର ରଚୟିତା କେଉଁ ଛଦ୍ମନାମରେ ଲେଖୁଥିଲେ? ଶ୍ରୀ, ନା ଦୁର୍ଜଟି, ନା ଶ୍ରୀରଙ୍ଗ, ନା ଶ୍ରୀ। ଆନ୍ସର କଣ ଭାବିଲେ? ଶ୍ରୀ। ଆମର ଦେଇଛି କଣ ନା ଖ ସ୍ତମ୍ଭ ସହିତ ଖ ସ୍ତମ୍ଭର ସଠିକ ମେଳ ନିରୂପଣ କର। ତାହେଲେ ଆମର ଏପଟେ କଣ ଉପନ୍ୟାସ ଦେଇଛି, ଉପନ୍ୟାସର ଏପଟେ ଦେଲେ ଉପନ୍ୟାସର ଚରିତ୍ର। ଯେ 6 ମାଣ 8 ଗୁଣ୍ଠ, 6 ମାଣ 8 ଗୁଣ୍ଠରେ କିଏ ଅଛନ୍ତି? ରାମଚନ୍ଦ୍ର ମଙ୍ଗରାଜ। ଲଛମରେ କିଏ ଦେଲେ? ଲଛମ ଉପନ୍ୟାସ ନାମ ଅଛି ନା ଭାସ୍କର ପଣ୍ଡିତ। ମାମୁଁରେ କିଏ ତାହେଲେ? ମାମୁଁ ହଉଛି ନଟବର ଦାସ। ପ୍ରାୟଶ୍ଚିତ ସେବରୀ ସଂକର୍ଷଣ ମହାନ୍ତି। ଟମାସ ହାର୍ଡିଙ୍କ ପରି ଖ୍ୟାତନାମା ଉପନ୍ୟାସଙ୍କ ସହ କେଉଁ ଓଡ଼ିଆ ଉପନ୍ୟାସଙ୍କୁ ତୁଳନା କରାଯାଏ? ଯେ ଟମାସ ହାର୍ଡିଙ୍କ ପରି ଖ୍ୟାତନାମା ବା ଟମାସ ହାର୍ଡିଙ୍କ ସହିତ ଆମ ଓଡ଼ିଆ ଉପନ୍ୟାସକଙ୍କୁ କାହା ସହିତ ତୁଳନା କରାଯାଇଅଛି? କାଳିନ୍ଦୀ ଚରଣ ପାଣିଗ୍ରାହୀ, ନା କୁନ୍ତଳା କୁମାର ସାବତ, ନା ସୁରେନ୍ଦ୍ର ମହାନ୍ତି, ନା ଫକୀରମୋହନ ସେନାପତି। ଆନ୍ସର କଣ ଭାବିଲେ? ଫକୀରମୋହନ ସେନାପତି। ମାଟିର ମଣିଷ ଉପନ୍ୟାସର ରଚନା କାଳ କେଉଁ ମସିହା? ଆମର ଯୋଉ ମାଟିର ମଣିଷ ଉପନ୍ୟାସ କାହାର? କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର। ତ ରଚନା କାଳ, ତାର ରଚନା କାଳ କେତେ? 1930, ନା 1934, ନା 1931, ନା 1936। ଆନ୍ସର କଣ ଭାବିଲେ? 1931। କେଉଁଠି ଗୋଦାବରୀଶ ମହାପାତ୍ରଙ୍କ ଉପନ୍ୟାସ ନୁହେଁ? ମଲା ଜହ୍ନ, ବିଦ୍ରୋହ, ପ୍ରେମ ପଥେ, ରାଜଦ୍ରୋହୀ। କୋଉଟା ନୁହଁ ପିଲା ନା? ମଲା ଜହ୍ନ। ମଲା ଜହ୍ନ ଲେଖକ କିଏ ମୁଁ କହିଥିଲି? ଉପେନ୍ଦ୍ର କିଶୋର ଦାସ। ବାକି ଆମର ଯୋଉ ରହିଲା ବିଦ୍ରୋହ, ପ୍ରେମ ପଥେ, ରାଜଦ୍ରୋହୀ ଏଗୁଡାକ ସବୁ କାହାର? ନା ଗୋଦାବରୀଶ ମହାପାତ୍ରଙ୍କ। ଚଣାବାଲା ଉପନ୍ୟାସର ଲେଖକ କିଏ? ମୋର ଯୋଉ ଚଣାବାଲା ଉପନ୍ୟାସର ଲେଖକ କିଏ ନେବେ? ଅପସନ ଦେଖ, ଅପର୍ଣ୍ଣା ପଣ୍ଡା, ନା ଅଶ୍ବିନ କୁମାର ଘୋଷ, ନା ଗୋଦାବରୀଶ ମହାପାତ୍ର, ନା ହରେକୃଷ୍ଣ ମହତାବ। ଆନ୍ସର କଣ ଭାବିଲେ? ଅଶ୍ବିନ କୁମାର ଘୋଷ। ଏଥିମଧ୍ୟରୁ କେଉଁଠି ହରେକୃଷ୍ଣ ମହତାବଙ୍କ ଦ୍ୱାରା ରଚିତ ଉପନ୍ୟାସ ନୁହେଁ? ଅପସନ ଦେଇଛି ଟାଉଟର, ନା ଅବ୍ୟାପାର, ନା ତୃତୀୟ ପର୍ବ, ନା ଭ୍ରାନ୍ତି। ଏଥିମଧ୍ୟରୁ କେଉଁଠି ହରେକୃଷ୍ଣ ମହତାବଙ୍କ ଦ୍ୱାରା ରଚିତ ଉପନ୍ୟାସ ନୁହେଁ? ଆନ୍ସର କଣ ପିଲା ତାହେଲେ ନା ଭ୍ରାନ୍ତି ଉପନ୍ୟାସ। ଏଥିମଧ୍ୟରୁ କେଉଁ ଉପନ୍ୟାସରେ ନଅଙ୍କ ଦୁର୍ଭିକ୍ଷର କଥା କୁହାଯାଇଛି? ଅପସନ ଦେଖ ବୋଲେ ମୁକ୍ତାଗଡର କ୍ଷୁଧା, ନା ଆଜିର ମଣିଷ, ଟାଉଟର, ନା ତୁଣ୍ଡ ବାଇଦ। ଆନ୍ସର କଣ ବୋଲେ ମୁକ୍ତାଗଡର କ୍ଷୁଧା। ଏଥିମଧ୍ୟରୁ କେଉଁଠି କୁନ୍ତଳା କୁମାରୀ ସାବନ୍ତଙ୍କ ରଚିତ ଉପନ୍ୟାସ ନୁହେଁ? ଯେ କୁନ୍ତଳା କୁମାରୀ ସାବନ୍ତଙ୍କ ରଚିତ ଉପନ୍ୟାସ ନୁହେଁ? କାଳୀ ବୋହୂ, ନା ପରଶମଣି, ପ୍ରତିହିଂସା, ନା ନତୁଣ୍ଡି। ପ୍ରତିହିଂସା। ଆମର ଯୋଉ କାଳୀ ବୋହୂ, ପରଶମଣି, ନତୁଣ୍ଡି କଣ ନା କୁନ୍ତଳା କୁମାରୀ ସାବନ୍ତଙ୍କର ଉପନ୍ୟାସ। ତାଙ୍କର ପ୍ରତିହିଂସା କୁନ୍ତଳା କୁମାରୀ ସାବନ୍ତ ରଚନା କରିନାହାନ୍ତି। ରଘୁ ଅରକ୍ଷିତ ଉପନ୍ୟାସର ସ୍ରଷ୍ଟା କିଏ? ଅପସନ ଦେଲା ରାମପ୍ରସାଦ ସିଂ, ନା କୁନ୍ତଳା କୁମାରୀ ସାବତ, ନା ହରେକୃଷ୍ଣ ମହତାବ, ନା ଗୋଦାବରୀ ମିଶ୍ର। ଆନ୍ସର କଣ ଭାବିଲେ? କୁନ୍ତଳା କୁମାରୀ ସାବତ। ଏଥିମଧ୍ୟରୁ କେଉଁଠି ରାମପ୍ରସାଦ ସିଂଙ୍କ ରଚିତ ଉପନ୍ୟାସ ନୁହେଁ? ଛିନ୍ନମସ୍ତା, ଅଗ୍ନିପଥେ, ମରିଚିକା, ନା ମଣିକାଞ୍ଚନ। ଆନ୍ସର କଣ ଭାବିଲେ? ମଣିକାଞ୍ଚନ। କାଳିନ୍ଦୀ ଚରଣ ପାଣିଗ୍ରାହୀ ବାସନ୍ତୀ ଉପନ୍ୟାସର କେତୋଟି ପରିଚ୍ଛେଦ ଲେଖିଛନ୍ତି? ଯେ ଆମର କଣ କାଳିନ୍ଦୀ ଚରଣ ପାଣିଗ୍ରାହୀ ବାସନ୍ତୀ ଉପନ୍ୟାସର କେତୋଟି ପରିଚ୍ଛେଦ ଲେଖିଛନ୍ତି? ନା ଅପସନ ଦେଇଛି 5ଟି, 6ଟି, 7ଟି, ନା 9ଟି। ଆନ୍ସର କଣ ଭାବିଲେ? 5ଟି। ବାସନ୍ତୀ ଉପନ୍ୟାସର ପ୍ରକାଶ କାଳ କେତେ? ଅପସନ ଦେଲା 1930, ନା 1931, ନା 1928, ନା 1934। ଆନ୍ସର କଣ ଭାବିଲେ? 1931। ପ୍ରକାଶ କାଳ ଅନୁଯାୟୀ କୁନ୍ତଳା କୁମାରୀ ସାବନ୍ତଙ୍କ ଉପନ୍ୟାସ ଗୁଡିକର କ୍ରମ ନିରୂପଣ କର। ଯେ କୁନ୍ତଳା କୁମାରୀ ସାବନ୍ତଙ୍କର
କ'ଣ ଯୋଉ ଉପନ୍ୟାସ ରଚନା କଲେ କ୍ରମ ଅନୁସାରେ ଆମକୁ ନିରୂପଣ କରିବାକୁ କହିଛି। ପ୍ରଥମେ ତାହେଲେ ସେ କ'ଣ ରଚନା କଲେ ନା ଭ୍ରାନ୍ତି, କାଳିବହୁ, ନତୁଣ୍ଡି, ପରଶୁଣୀ। ମନେ ମନେ ଉପନ୍ୟାସ କେବେ ପ୍ରକାଶିତ ହୋଇଥିଲା? ମୁଁ ମନେ ମନେ ଉପନ୍ୟାସ କହିଛି। ମନେ ମନେ ଉପନ୍ୟାସ କାହାର ନା ବୈଷ୍ଣବ ଚରଣ ଦାସ। କେବେ ପ୍ରକାଶିତ ହୋଇଥିଲା ନା? ଅପସନ ଦେଖିତେ ପିଲେ 1927 ନା 1926 ନା 1930 ନା 1928। ଆନ୍ସର କ'ଣ ପିଲେ 1926। ସତୀ ଓ ନାଥ ନନା କେଉଁ ଉପନ୍ୟାସର ଚରିତ୍ର? ସତୀ ଓ ନାଥ ନନା କେଉଁ ଉପନ୍ୟାସର ଚରିତ୍ର? ଅପସନ ଦେଖିତେ ପିଲେ ମାଟିର ମଣିଷ ନା ମନେ ମନେ, କାଳିବହୁ ନା ମଲା ଜହ୍ନ। ଆନ୍ସର କ'ଣ ପିଲେ ମଲା ଜହ୍ନ। ଏଥିମଧ୍ୟରୁ କେଉଁଟି ଉପେନ୍ଦ୍ର କିଶୋର ଦାସଙ୍କ ଉପନ୍ୟାସ? ଆମର କ'ଣ ଯେ 4ଟି ଅପସନ ଦେଇଛି, ସେଥିମଧ୍ୟରୁ କୋଉଟା ଉପେନ୍ଦ୍ର କିଶୋର ଦାସଙ୍କ ଉପନ୍ୟାସ କହିଛି ଯେ ତାଙ୍କର ତାହେଲେ ଉପନ୍ୟାସ କ'ଣ ନା ମଲା ଜହ୍ନ। ଏଥିମଧ୍ୟରୁ କେଉଁଟି ସୀତାଦେବୀ ଖାଡଙ୍ଗାଙ୍କ ରଚିତ ଉପନ୍ୟାସ ନୁହେଁ? ଅପସନ ଦେଖ ପୋଷ୍ୟପୁତ୍ର, ଅଗ୍ରଜ ନା ପ୍ରତ୍ୟାବର୍ତ୍ତନ ନା ଝଞ୍ଜା। ଆନ୍ସର କ'ଣ ହବ ପିଲେ ଝଞ୍ଜା। ଏଥିମଧ୍ୟରୁ କାହ୍ନୁଚରଣ ମହାନ୍ତିଙ୍କ ରଚିତ କେଉଁ ଉପନ୍ୟାସ ଦୁର୍ଭିକ୍ଷର ପଟ୍ଟଭୂମିରେ ରଚିତ? କାହ୍ନୁଚରଣ ମହାନ୍ତିଙ୍କର କେଉଁ ଉପନ୍ୟାସ ଦୁର୍ଭିକ୍ଷର ପଟ୍ଟଭୂମିରେ ରଚିତ? ଅପସନ ଦେଖ ପିଲେ ଅଦେଖା ହାତ ନା ଆହନ, ପ୍ରତୀକ୍ଷା ନା ଢଉ ଢେଉକା। ଆନ୍ସର କ'ଣ ହବ ନା ଆହନ। କା ଉପନ୍ୟାସ ପାଇଁ କାହ୍ନୁଚରଣ ମହାନ୍ତି କେଉଁ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଅପସନ ଦେଇଛି 1955 ନା 1957 ନା 1959 ନା 1960। ଆନ୍ସର କ'ଣ ହବ 1959। ଏଥିମଧ୍ୟରୁ କେଉଁଠି କାହ୍ନୁଚରଣ ମହାନ୍ତିଙ୍କ ରଚିତ ଉପନ୍ୟାସ ନୁହେଁ? ଅପସନ ଦେଲା ଭାଇ ଭାଉଜ ନା ପଳାତକ ନା ଅଭିନେତ୍ରୀ ନା ତମସା ଥୀରେ। ଆନ୍ସର କ'ଣ ପିଲେ ଭାଇ ଭାଉଜ। ଆମର କ'ଣ ପିଲେ ଏପଟେ ଉପନ୍ୟାସର ଚରିତ୍ର ଦେଇଛି, ବରଜୁ ସେପଟେ ଯେ ଉପନ୍ୟାସର ନାୟକ ବା ନାୟକ କିଏ କେଉଁ ଚରିତ୍ରର କିମ୍ବା କିଏ କେଉଁ ଉପନ୍ୟାସର ଚରିତ୍ର। ବରଜୁ ଆମର ବରଜୁ କେଉଁ ଉପନ୍ୟାସର ଚରିତ୍ର? ବରଜୁ ଆମର କେଉଁ ଉପନ୍ୟାସର ଚରିତ୍ର ନା ମାଟିର ମଣିଷ। ଭଗିଆ ସେପରି କେଉଁ ଉପନ୍ୟାସର ଚରିତ୍ର ନା? ଭଗିଆ ହଉଛି ଆମର କ'ଣ 6 ମାଣ 8 ଗୁଣ୍ଠ। ସନେଇ ସନେଇ ତାହେଲେ ଆମର କୋଉ ଉପନ୍ୟାସର ଚରିତ୍ର? ଶାସ୍ତି ଉପନ୍ୟାସ। ନାଥ ନନା ନାଥ ତାହେଲେ କେଉଁ ଉପନ୍ୟାସର ଚରିତ୍ର ନା? ମଲା ଜହ୍ନ ଉପନ୍ୟାସ। ବୈଷ୍ଣବ ଚରଣ ଦାସଙ୍କ ମନେ ମନେ ଉପନ୍ୟାସ କେତୋଟି ପର୍ଯ୍ୟାୟରେ ବିଭକ୍ତ? ଅପସନ ଦେଲା 4, 2, 5, 6। ଆନ୍ସର କ'ଣ ହବ ପିଲେ 4। କନକଲତା ଉପନ୍ୟାସର ରଚୟିତା କିଏ? ଆମର କ'ଣ ଯେ କନକଲତା ଉପନ୍ୟାସର ରଚୟିତା କିଏ? ଅପସନ ଦେଲା କାଳିନ୍ଦୀ ଚରଣ ପାଣିଗ୍ରାହୀ ନା ଗୋପୀନାଥ ମହାନ୍ତି ନା ନନ୍ଦକିଶୋର ବଳ ନା ସଚୀ ରାଉତରାୟ। ଆନ୍ସର କ'ଣ ମନେ ପିଲେ ନନ୍ଦକିଶୋର ବଳ। ଏଥିମଧ୍ୟରୁ କେଉଁଠି କମଳାକାନ୍ତ ଦାସଙ୍କ ରଚିତ ଉପନ୍ୟାସ ନୁହେଁ? ଏଥିମଧ୍ୟରୁ କେଉଁଠି କମଳାକାନ୍ତ ଦାସଙ୍କ ରଚିତ ଉପନ୍ୟାସ ନୁହେଁ? ମଦଭାଟି ନା ଭାଇ ଭାଉଜ ନା ମନ ଚୋରି ନା ମିଳନର ଛନ୍ଦ। ଆନ୍ସର କ'ଣ ହବ ପିଲେ ମିଳନର ଛନ୍ଦ। 24 ନମ୍ବର କ୍ୟାବିନ ଉପନ୍ୟାସର ଲେଖକ କିଏ? ଆମର 24 ନମ୍ବର କ୍ୟାବିନ ଉପନ୍ୟାସର ଲେଖକ କିଏ? ଅପସନ କ'ଣ କାହ୍ନୁଚରଣ ମହାନ୍ତି, କମଳାକାନ୍ତ ଦାସ ନା ସୀତାଦେବୀ ଖାଡଙ୍ଗା ନା ରାମପ୍ରସାଦ ସିଂ। ଆନ୍ସର କ'ଣ ପିଲେ କମଳାକାନ୍ତ ଦାସ। ମୋ ସ୍ୱପ୍ନର ସହର ଉପନ୍ୟାସର ଲେଖକ କିଏ? ମୋ ସ୍ୱପ୍ନର ସହର ଉପନ୍ୟାସର ଲେଖକ କିଏ? କମଳାକାନ୍ତ ଦାସ ନା କାହ୍ନୁଚରଣ ମହାନ୍ତି ନା ଲକ୍ଷ୍ମୀଧର ନାୟକ ନା ବୈଷ୍ଣବ ଚରଣ ଦାସ। ଆନ୍ସର କ'ଣ ହବ ପିଲେ ଲକ୍ଷ୍ମୀଧର ନାୟକ। ଏଥିମଧ୍ୟରୁ କେଉଁଠି ନିତ୍ୟାନନ୍ଦ ମହାପାତ୍ରଙ୍କ ରଚିତ ଉପନ୍ୟାସ ନୁହେଁ? ଅପସନ ଦେଖ ବେଳେ ହିଡ଼ମାଟି, ଭଙ୍ଗାହାଡ଼, ଖସଡ଼ା ପଥ, ତଥାସ୍ତୁ। ତଥାସ୍ତୁ।
ଯାହାକି ନିତ୍ୟାନନ୍ଦ ମହାପାତ୍ରଙ୍କ ଉପନ୍ୟାସ ନୁହେଁ। କେଉଁ ଉପନ୍ୟାସ ପାଇଁ ନିତ୍ୟାନନ୍ଦ ମହାପାତ୍ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ? ପିଲେ ଏଗୁଡା କହିପଡେ ଯେ କେଉଁ ଲେଖକ ଓଡ଼ିଶା ସାହିତ୍ୟ କେଉଁ ପୁସ୍ତକ ପାଇଁ ତାଙ୍କର ଓଡ଼ିଶା ସାହିତ୍ୟ ଏକାଡେମୀ ପାଇଥିଲେ, କେଉଁ ପୁସ୍ତକ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ, ଏଗୁଡାକ ଇମ୍ପୋର୍ଟାଣ୍ଟ ପିଲେ ତମେ ମନେ ରଖ। ତା ସହିତ ଆମର କଣ ଯେ କିଏ ଯେ କଣ ଉପନ୍ୟାସ ଦେଇଥିବ ତାର ଲେଖକ କିଏ, କେତେ ମସିହାରେ ପ୍ରକାଶିତ ହେଇଥିଲା, ସେଗୁଡାକ ମଧ୍ୟ ଇମ୍ପୋର୍ଟାଣ୍ଟ। କିନ୍ତୁ ଯେ କେଉଁ ପୁସ୍ତକ ପାଇଁ କେଉଁ ଲେଖକ କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇଥିଲେ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ, ସେଇଟା ତମର ଗୁରୁତ୍ୱପୂର୍ଣ୍ଣ। ଯେ ଆମର ନାୟିକା ଦେଇଛି ତା ସହିତ ଉପନ୍ୟାସ ଯେ କୋଉ ନାୟକ, ଯେ ଆମର କଣ କନକ କେଉଁ ନାୟିକା, କେଉଁ ଉପନ୍ୟାସର ନାୟିକା। ଯେ କନକ ଆମର କେଉଁ ଉପନ୍ୟାସର ନାୟିକା ନା, କନକ ହଉଛି ଆମର ମନେ ମନେ। ଶେଫାଳିକା ସେମିତି କଣ ନା, ଶେଫାଳିକା ହଉଛି ଆମର ଭ୍ରାନ୍ତି ଉପନ୍ୟାସ। ଚିହ୍ନାମଣି, ଚିହ୍ନାମଣି ହଉଛି ଆମର କଣ ଭୀମା ଭୂୟାଁ। ମାୟା, ମାୟା ହଉଛି ଆମର କଣ ନା ଅମଡ଼ା ବାଟ ଉପନ୍ୟାସର ନାୟିକା। ନେକ୍ସଟ ଦେଖିବା, ଏଥିମଧ୍ୟରୁ କେଉଁ ଉପନ୍ୟାସଟି ଆଦିବାସୀ ଜନଜୀବନର ପଟ୍ଟଭୂମିରେ ରଚିତ ନୁହେଁ? ସେ ପଚାରିଲା କଣ ଯେ ଆଦିବାସୀ ପଟ୍ଟଭୂମିରେ ରଚିତ ନୁହେଁ। ଦାନା ପାଣି, ପରଜା, ଶିବ ଭାଇନା, ଅମୃତର ସନ୍ତାନ। ଆନ୍ସର କଣ ପିଲେ? ଦାନା ପାଣି। ଏଥିମଧ୍ୟରୁ ଗୋପୀନାଥ ମହାନ୍ତିଙ୍କ ରଚିତ କେଉଁ ଉପନ୍ୟାସ ଭୂଦାନ ଆନ୍ଦୋଳନର ପୃଷ୍ଠଭୂମିରେ ରଚିତ? ଅମୃତର ସନ୍ତାନ ନା ମାଟି ମୋଟାଳ, ଦାନା ପାଣି ନା ଶିବ ଭାଇ? ଆନ୍ସର କଣ ହବ ପିଲେ? ଶିବ ଭାଇ। ଏଥିମଧ୍ୟରୁ କେଉଁଠି ଗୋପୀନାଥ ମହାନ୍ତିଙ୍କ ରଚିତ ଉପନ୍ୟାସ ନୁହେଁ? ପାହାନ୍ତା, ଚନ୍ଦ୍ର ଓ ଚମ୍ପା, ମନ ଗହିରର ଚାଷ, ଶରତ ବାବୁଙ୍କ ଗଳେ। ଆନ୍ସର କଣ ହବିଲେ? ଚନ୍ଦ୍ର ଓ ଚମ୍ପା। ଅମୃତର ସନ୍ତାନ ପାଇଁ ଗୋପୀନାଥ ମହାନ୍ତି କେଉଁ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଅପସନ ଦେଖ କହିଲେ 1952 ନା 1953 ନା 1955 ନା 1958। ତାହେଲେ ଆନ୍ସର କଣ ହବ ପିଲେ? 1955। ଏଥିମଧ୍ୟରୁ କାହ୍ନୁଚରଣଙ୍କ କେଉଁ ଉପନ୍ୟାସରେ ଅତୀତ ନୌବାଣିଜ୍ୟର କଣ ସ୍ତୁତି ରହିଛି? ବାଲିରାଜା, ଝଞ୍ଜା, ମିଳନର ଛନ୍ଦ ନା ପଳାତକ? ଆନ୍ସର କଣ ପିଲେ? ବାଲିରାଜା। କେଉଁ ଉପନ୍ୟାସ ପାଇଁ ଗୋପୀନାଥ ମହାନ୍ତି ଜ୍ଞାନପୀଠ ପୁରସ୍କାର ଲାଭ କରିଛନ୍ତି? ଅପସନ ଦେଲେ ଅମୃତର ସନ୍ତାନ, ପରଜା, ମାଟି ମୋଟାଳ, ଦାନା ପାଣି। କେଉଁ ଉପନ୍ୟାସ ପିଲେ? ମାଟି ମୋଟାଳ ଉପନ୍ୟାସ ପାଇଁ କଣ ନା ଗୋପୀନାଥ ମହାନ୍ତି କେନ୍ଦ୍ର ସାହିତ୍ୟ ପିଲେ କେନ୍ଦ୍ର ସାହିତ୍ୟ ପାଇଁ ଜ୍ଞାନପୀଠ ପୁରସ୍କାର ଲାଭ କରିଛନ୍ତି। ତାହେଲେ ସେ କେଉଁ ଉପନ୍ୟାସ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇଛନ୍ତି ନା ଅମୃତର ସନ୍ତାନ ପାଇଁ। ପ୍ରକାଶ କାଳ ଅନୁଯାୟୀ ଗୋପୀନାଥ ମହାନ୍ତିଙ୍କ ରଚିତ ଉପନ୍ୟାସର କ୍ରମ ନିରୂପଣ କର। ସେ ପ୍ରଥମେ ରଚନା କଲେ ଦାଦିବୁଢ଼ା, ତାପରେ ପରଜା, ହରିଜନ, ତାପରେ ଅମୃତର ସନ୍ତାନ। ନେକ୍ସଟ ଦେଖିବା, କେଉଁ ମସିହାରେ ଗୋପୀନାଥ ମହାନ୍ତି ଜ୍ଞାନପୀଠ ପୁରସ୍କାର ଲାଭ କରିଥିଲେ? ଗୋପୀନାଥ ମହାନ୍ତି ଜ୍ଞାନପୀଠ ପୁରସ୍କାର କୋଉ ପାଟମୋଟାଳ ଉପନ୍ୟାସ ପାଇଁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ନା କୋଉ ମସିହାରେ ନା? ଅପସନ ଦେଇଛି 1970 ନା 1971 ନା 1972 ନା 1973। ଆନ୍ସର କଣ ହବ? 1973। ଶୁକ୍ରୁଜାନି ଓ ମାଣ୍ଡିଆ ଜାନି ଗୋପୀନାଥ ମହାନ୍ତିଙ୍କ କେଉଁ ଉପନ୍ୟାସର ଚରିତ୍ର? ଶୁକ୍ରୁଜାନି, ମାଣ୍ଡିଆ ଜାନି, ଗୋପୀନାଥ ମହାନ୍ତିଙ୍କ କେଉଁ ଉପନ୍ୟାସର ଚରିତ୍ର ପିଲେ ନା? ଅପସନ ଦେଖ, ପରଜା, ଅମୃତର ସନ୍ତାନ, ଦାନା ପାଣି ନା ଶିବ ଭାଇ? କଣ ହବ ଆନ୍ସର ପିଲେ? ପରଜା। କେଉଁଠି ନାୟିକା ବିହୀନ ଉପନ୍ୟାସର ମର୍ଯ୍ୟାଦା ଲାଭ କରିଛି? ଚନ୍ଦ୍ର ଓ ଚମ୍ପା, ଲାଲଘୋଡ଼ା ନା ଚିତ୍ରଗ୍ରୀବ ନା ଅପହଞ୍ଚ? ଆନ୍ସର କଣ ପିଲେ? ଚିତ୍ରଗ୍ରୀବ। ଗୋପୀନାଥ ମହାନ୍ତିଙ୍କ ରଚିତ ନିମ୍ନୋକ୍ତ ଉପନ୍ୟାସ ମଧ୍ୟରୁ କେଉଁଠି ଚେତନା ପ୍ରବାହ ଧାରାର ଉପନ୍ୟାସ? ଗୋପୀନାଥ ମହାନ୍ତିଙ୍କ ରଚିତ ନିମ୍ନୋକ୍ତ ଉପନ୍ୟାସ ମଧ୍ୟରୁ କେଉଁଠି ଚେତନା ପ୍ରବାହ ଧାରାର ଉପନ୍ୟାସ? ଅପସନ କହିଲେ ମନ ଗହିରର ଚାଷ, ଅପହଞ୍ଚ ନା ସପନ ମାଟେ ନା ଲୟ ବିଲୟ? ଆନ୍ସର କଣ ହବିଲେ? ଲୟ ବିଲୟ। ଚନ୍ଦ୍ର ଓ ଚମ୍ପା ଉପନ୍ୟାସର ରଚୟିତା କିଏ? ଚନ୍ଦ୍ର ଓ ଚମ୍ପା ଉପନ୍ୟାସର ରଚୟିତା କିଏ ନେଲେ? ପାମାଚରଣ ମିତ୍ର। ନାକଟା ଚିତ୍ରକର ଉପନ୍ୟାସର ସ୍ରଷ୍ଟା କିଏ? ନାକଟା ଚିତ୍ରକର ଆମର ଯୋଉ ଉପନ୍ୟାସର ସ୍ରଷ୍ଟା କିଏ ନେଲେ? ଫତୁରାନନ୍ଦ। ଜୟଦେବଙ୍କ ଜୀବନକୁ ନେଇ ରଚିତ ଲଳିତ ଲବଙ୍ଗଲତା ଉପନ୍ୟାସର ରଚୟିତା କିଏ? ଆଉ ଦେଖିଦେ ପିଲେ, ଆନ୍ସର କଣ ହବ ନା? ବ୍ରଜମୋହନ ମହାନ୍ତି। କେଉଁଠି ରାଜକିଶୋର ପଟ୍ଟନାୟକଙ୍କ ରଚିତ ଉପନ୍ୟାସ ନୁହେଁ? ଆମର କଣ 4ଟା ଉପରେ ଅପସନ ଦେଇଛି, କେଉଁଠି ରାଜକିଶୋର ପଟ୍ଟନାୟକଙ୍କ ଉପନ୍ୟାସ ନୁହେଁ? କଜଳ ଗାର, ପ୍ରେମିକର ଡାଏରୀ, ସ୍ମୃତିର ମଶାଣି ନା ମନେ? ଆନ୍ସର କଣ ପିଲେ? ମନେ ମନେ। ମନେ ମନେ ତାର ଲେଖକ କିଏ ହେଲା? ବୈଷ୍ଣବ ଚରଣ
ଲାଷ୍ଟ ଏପଟେ ନାୟକର ନାମ ଦେଇଯାଇଛି ଏବଂ ଉପନ୍ୟାସ ଦେଇଛି ଆମର ରବି। ରବି ଆମର କେଉଁ ଉପନ୍ୟାସର ଚରିତ୍ର ନା ମାଟି ମୋଟାଳ। ସେପଟେ ଦୁଷ୍ମନ୍ତ। ଦୁଷ୍ମନ୍ତ ହଉଛି ଆମର ଝଞ୍ଜାର। ପିୟୁ। ପିୟୁ ହଉଛି ଆମ ଅମୃତର ସନ୍ତାନ ବେଣୁଧର। ଆହ୍ୱାନ ଦେଖିବା। ଏଥିମଧ୍ୟରୁ କେଉଁଠି ସୁରେନ୍ଦ୍ର ମହାନ୍ତିଙ୍କ ରଚିତ ଉପନ୍ୟାସ ନୁହେଁ? ଯେ ଆମର ଉପନ୍ୟାସ ଦେଇଛି ସେଥିମଧ୍ୟରୁ କୋଉଠି ସୁରେନ୍ଦ୍ର ମହାନ୍ତି ରଚନା କରିନାହାନ୍ତି? କଲେଜ ବୟ, ନୀଳଶୈଳ, ଭଉଁରୀ, କାଳାନ୍ତର। ଆନ୍ସର କଣ ପିଲା ଭିତରେ ଭଉଁରୀ। ଭଉଁରୀ କଣ ନା ସୁରେନ୍ଦ୍ର ମହାନ୍ତି ରଚନା କରିନାହାନ୍ତି। ନିମ୍ନୋକ୍ତ ମଧ୍ୟରୁ କେଉଁଠି ସୁରେନ୍ଦ୍ର ମହାନ୍ତିଙ୍କ ରଚିତ ରାଜନୈତିକ ଉପନ୍ୟାସ? ବଧୂ ଓ ପ୍ରିୟା ନା ଅନ୍ଧ ଦିଗନ୍ତ, ଆଜୀବକର ହଟଆସ ନା କୁଳବୃଦ୍ଧ? ଆନ୍ସର କଣ ଭାବିଲେ? ଅନ୍ଧ ଦିଗନ୍ତ। କେଉଁ ଉପନ୍ୟାସ ପାଇଁ ସୁରେନ୍ଦ୍ର ମହାନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ? କେଉଁ ଉପନ୍ୟାସ ପାଇଁ ଭାବିଲେ? ନୀଳଶୈଳ। କେଉଁ ବର୍ଷ ସୁରେନ୍ଦ୍ର ମହାନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ? 1969 ମସିହାରେ। କେଉଁ ପୁସ୍ତକ ପାଇଁ ନା? ନୀଳଶୈଳ ଉପନ୍ୟାସ ପାଇଁ। କେଉଁଠି ଏକ ଐତିହାସିକ ଉପନ୍ୟାସ? ଏଥିମଧ୍ୟରୁ କେଉଁଠି ଏକ ଐତିହାସିକ ଉପନ୍ୟାସ ନୁହେଁ? କୃଷ୍ଣାବାଣୀରେ ସନ୍ଧ୍ୟା, ନୀଳ ଶୈଳ, ନୀଳାନ୍ଦ୍ରି ବିଜୟ, ନେତି ନେତି। ଐତିହାସିକ ଉପନ୍ୟାସ ନୁହେଁ ବୋଲି ଦେଲା। କଣ ହବ ନା? ନେତି ନେତି। ସୁରେନ୍ଦ୍ର ମହାନ୍ତିଙ୍କ ନିମ୍ନୋକ୍ତ ଉପନ୍ୟାସ ମଧ୍ୟରୁ କେଉଁଠି ଏକ ଚରିତ ଉପନ୍ୟାସ? କୃଷ୍ଣାବାଣୀରେ ସନ୍ଧ୍ୟା, କୂଳ ବୃଦ୍ଧ, ହଂସ ଗୀତି, କାଳାନ୍ତର। ଆନ୍ସର କଣ ଭାବିଲେ? କୂଳ ବୃଦ୍ଧ। ଏଥିମଧ୍ୟରୁ କେଉଁଠି ନରସିଂହ ସାହୁଙ୍କ ରଚିତ ଉପନ୍ୟାସ ନୁହେଁ? ନରସିଂହ ସାହୁଙ୍କ ରଚିତ ଉପନ୍ୟାସ ନୁହେଁ। ଚନ୍ଦ୍ର ଓ ଚକର, ଅନ୍ଧାର ଘର, ଚୋରା ବାଲି ନା କୁରେଇ ଫୁଲ? ଆନ୍ସର ତାହେଲେ କଣ ହବ ପିଲେ? ଚୋରା ବାଲି। ଏଥିମଧ୍ୟରୁ କେଉଁଠି ଏକ ବୈଜ୍ଞାନିକ ଉପନ୍ୟାସ? ଅପସନ ଦେଖିଦିଅ। ଚନ୍ଦ୍ରର ମୃତ ନା ଫୋଟା ମାଟି, ତଳେ ମାଟି ଉପରେ ଆକାଶ ନା ଧରା ଓ ଧାରା? 4ଟି ଅପସନ ଦେଇଛି, କୋଉଟା ଏକ ବୈଜ୍ଞାନିକ ଉପନ୍ୟାସ? ଆନ୍ସର କଣ ଭାବିଲେ? ଚନ୍ଦ୍ରର ମୃତ୍ୟୁ। ସୁରେନ୍ଦ୍ର ମହାନ୍ତିଙ୍କ କେଉଁ ଉପନ୍ୟାସ ବୌଦ୍ଧ ଧର୍ମର ପଟ୍ଟଭୂମିରେ ରଚିତ? ଅପସନ ଦେଖ ପିଲେ। ଶତାବ୍ଦୀର ସୂର୍ଯ୍ୟ, ଆଜୀବକର ହଟଆସ, ହଂସ ଗୀତି, ଅନ୍ଧ ଦିଗନ୍ତ। ଆନ୍ସର ହବ ଆଜୀବକର ହଟଆସ। ଅମଡ଼ା ବାଟ ଉପନ୍ୟାସର ରଚୟିତା କିଏ? ଅମଡ଼ା ବାଟ ଉପନ୍ୟାସ ରଚୟିତା କିଏ ନା? ବସନ୍ତ କୁମାରୀ ପଟ୍ଟନାୟକ। କେଉଁଠି ବସନ୍ତ କୁମାରୀ ପଟ୍ଟନାୟକଙ୍କ ଉପନ୍ୟାସ ନୁହେଁ? ଯେ କେଉଁଟା ଆମର 4ଟା ଅପସନ ଦେଇଛି ସେଥିମଧ୍ୟରୁ କୋଉଟା ବସନ୍ତ କୁମାରୀ ପଟ୍ଟନାୟକ ଉପନ୍ୟାସ ରଚନା କରିନାହାନ୍ତି? ଆନ୍ସର କଣ ପିଲେ? ନେତା ଓ ନେତ୍ରମଣୀ। କେଉଁଠି ଔପନ୍ୟାସିକ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ଲାଭ କରିନାହାନ୍ତି? ମାନଙ୍କ ମଧ୍ୟରୁ କେଉଁ ଉପନ୍ୟାସିକ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ଲାଭ କରିନାହାନ୍ତି? ଅପସନ ଦେଇଛି ବସନ୍ତ କୁମାରୀ ପଟ୍ଟନାୟକ, ମହାପାତ୍ର ନୀଳମଣି ସାହୁ, ସୁରେନ୍ଦ୍ର ମହାନ୍ତି, ଚନ୍ଦ୍ରଶେଖର ରଥ। ଆନ୍ସର କଣ ହବ ନା ପିଲେ? ସୁରେନ୍ଦ୍ର ମହାନ୍ତି। ଧରା ଓ ଧାରା ଉପନ୍ୟାସର ଲେଖକ କିଏ? ଧରା ଓ ଧାରା ଉପନ୍ୟାସର ଲେଖକ କିଏ? ଅପସନ ଦେଲେ ସୁରେନ୍ଦ୍ର ମହାନ୍ତି, ମହାପାତ୍ର ନୀଳମଣି ସାହୁ ନା ଚନ୍ଦ୍ରଶେଖର ରଥ ନା କିଶୋରୀ ଚରଣ ଦାସ? ଆନ୍ସର କଣ ପିଲେ? ଆନ୍ସର କଣ ହବ ପିଲେ? ମହାପାତ୍ର ନୀଳମଣି ସାହୁ। ଏଥିମଧ୍ୟରୁ କେଉଁଠି କିଶୋରୀ ଚରଣ ଦାସଙ୍କ କୃତି? ଯେ କିଶୋରୀ ଚରଣ ଦାସଙ୍କର କୃତି କୋଉଟା ନା? ଝଡ଼ର କବରୀ ନା ଅନୁରାଗ ନା ଲାମୁ ନା 7ଟି ଦିନର ସତୀ? ଆନ୍ସର କଣ ହବ ପିଲେ? 7ଟି ଦିନର ସତୀ। ପ୍ରଥମ ସାରଳା ପୁରସ୍କାର ଲାଭ କରିଥିବା ଲେଖକ କିଏ? ଓଡ଼ିଆ ସାହିତ୍ୟରେ ପ୍ରଥମ କିଏ ସାରଳା ପୁରସ୍କାର ଲାଭ କରିଥିଲେ? କିଏ ନା ପିଲେ? ସୁରେନ୍ଦ୍ର ମହାନ୍ତି। ଏଥିମଧ୍ୟରୁ କେଉଁଠି ମହାପାତ୍ର ନୀଳମଣି ସାହୁଙ୍କ ରଚିତ ଉପନ୍ୟାସ? 4ଟା ଅପସନ ଦେଇଛି, ସେ ଭିତରୁ କେଉଁ ଉପନ୍ୟାସ ଆମର ମହାପାତ୍ର ନୀଳମଣି ସାହୁ ଉପନ୍ୟାସ ରଚନା କରିଥିଲେ? ନା ତାମସୀ ରାଧା? ନିଧି ଦାସ କେଉଁ ଉପନ୍ୟାସର ଚରିତ୍ର ନା ପିଲେ? ନିଧି ଦାସ ହଉଛନ୍ତି ଆମର ଅନ୍ଧ ଦିଗନ୍ତ। ରାମଚନ୍ଦ୍ର ଦେବ ସେହିପରି କଣ ନା? ରାମଚନ୍ଦ୍ର ଦେବ ହଉଛି ଆମର ନୀଳଶୈଳ ଉପନ୍ୟାସର ଚରିତ୍ର। ସୁବ୍ରତ। ସୁବ୍ରତ ଆମର କୋଉ ଉପନ୍ୟାସର ଚରିତ୍ର ନା? ହଂସ ଗୀତି। ତିମିର ଅସୁ ସେହିପରି କୃଷ୍ଣାବାଣୀରେ ସନ୍ଧ୍ୟା।
ମାର୍କସିମ୍ ଗର୍କିଙ୍କ ମଦର ଉପନ୍ୟାସର ଓଡ଼ିଆ ଅନୁବାଦକ କିଏ କରିଥିଲେ ବା ଓଡ଼ିଆ ଅନୁବାଦ କିଏ କରିଥିଲେ? ସଚି ରାଉତରାୟ, ଗୋପୀନାଥ ମହାନ୍ତି, ଅନନ୍ତ ପଟ୍ଟନାୟକ, ସୁରେନ୍ଦ୍ର ମହାନ୍ତି। କଣ ପିଲେ? ଅନନ୍ତ ପଟ୍ଟନାୟକ। ଏଥିମଧ୍ୟରୁ କେଉଁ ଉପନ୍ୟାସଟି ମଧୁସୂଦନ ଦାସଙ୍କ ଜୀବନୀକୁ ନେଇ ରଚିତ? କଣ ନା ପିଲେ? ଶତାବ୍ଦୀର ସୂର୍ଯ୍ୟ। ଶତାବ୍ଦୀର ସୂର୍ଯ୍ୟ ହଉଛନ୍ତି କଣ ନା ମଧୁସୂଦନ ଦାସଙ୍କ ଜୀବନୀକୁ ନେଇ ରଚିତ କରିଛନ୍ତି କିଏ ନା ସୁରେନ୍ଦ୍ର ମହାନ୍ତି। ଏଥିମଧ୍ୟରୁ କେଉଁଠି ଗୋବିନ୍ଦ ଦାସଙ୍କ ଉପନ୍ୟାସ ନୁହେଁ? ସୂର୍ଯ୍ୟାସ୍ତ, ଭଗ୍ନାଶ, ଲାସ ନା ଦୂରଦିଗନ୍ତ? ଆନ୍ସର କଣ ହବ ନା ଦୂର ଦିଗନ୍ତ। କେଉଁ କଥାକାର ସମାନ ନାୟକ ନାୟିକାଙ୍କୁ ନେଇ 3ଟି ଉପନ୍ୟାସ ରଚନା କରିଛନ୍ତି? ଯେ ଆମର କଣ ନିତ୍ୟାନନ୍ଦ। ଆନ୍ସର କଣ ବୋଲେ ନିତ୍ୟାନନ୍ଦ ମହାପାତ୍ର। ସେ କଣ ହିଡ଼ମାଟି, ଭଙ୍ଗାହାଡ଼, ଘରଡିହରେ ଆମର ତାଙ୍କ ଯୋଉ 3ଟା ଉପନ୍ୟାସରେ ନାୟକ ନାୟିକା କଣ ସମାନ ରଖିଛନ୍ତି ବା ହିଡ଼ମାଟିର ନାୟକ ନାୟିକା ଯିଏ, ଭଙ୍ଗାହାଡ଼ର ମଧ୍ୟ ସିଏ, ଘରଡିହର ମଧ୍ୟ ସେ ନାୟକ ନାୟିକା। ବୁଝିଲ? ଏଥିମଧ୍ୟରୁ କେଉଁଠି ନରସିଂହ ସାହୁଙ୍କ ରଚିତ ଉପନ୍ୟାସ? ଯେ ନରସିଂହ ସାହୁଙ୍କର ଉପନ୍ୟାସ କୋଉଟା? ଝଡ଼ର କବରୀ ନା କାବେରୀ ନା ଚଣ୍ଡାଶୋକ ନା ଅନୁରାଗ? ଆନ୍ସର କଣ ପିଲେ? ଝଡ଼ର କବରୀ। ଯନ୍ତ୍ରାରୂଢ଼ ଉପନ୍ୟାସର ରଚୟିତା କିଏ? ଅପସନ ଦେଲା ସୁରେନ୍ଦ୍ର ମହାନ୍ତି, ମହାପାତ୍ର ନୀଳମଣି ସାହୁ ନା ଶାନ୍ତନୁ କୁମାର ଆଚାର୍ଯ୍ୟ ନା ଚନ୍ଦ୍ରଶେଖର ରଥ? ଯନ୍ତ୍ରାରୂଢ଼ ଉପନ୍ୟାସର ଲେଖକ ହଉଛନ୍ତି କିଏ ବୋଲେ ଚନ୍ଦ୍ରଶେଖର ରଥ। ଏଥିମଧ୍ୟରୁ କେଉଁ କୃତି ପାଇଁ ଚନ୍ଦ୍ରଶେଖର ରଥ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି? ଏ ଚନ୍ଦ୍ରଶେଖର ରଥ କେଉଁ ଉପନ୍ୟାସ ପାଇଁ ବା କେଉଁ କୃତି ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପାଇଛନ୍ତି? କଣ ହବ ନା ପିଲା ଆନ୍ସର? ଅସୂର୍ଯ୍ୟ ଉପନିବେଶ। ଅଶାନ୍ତ ଅରଣ୍ୟ ଉପନ୍ୟାସର ସ୍ରଷ୍ଟା କିଏ? ଚନ୍ଦ୍ରଶେଖର ରଥ ନା ସାତକଡ଼ି ହତା ନା ରାଜେନ୍ଦ୍ର ପ୍ରସାଦ ଦାସ ନା ନୃସିଂହଚରଣ ପଣ୍ଡା? ଆନ୍ସର କଣ ହବ ପିଲେ? ସାତକଡ଼ି ହତା। କ୍ଷଣପ୍ରଭା କେଉଁ ଉପନ୍ୟାସର ଚରିତ୍ର ନା ଝଞ୍ଜା? ରମା, ଢେଉ ଢେଉକା। ସନିଆ ହଉଛି କଣ ହଂସଗୀତି, ସୁଜାତା ହଉଛି କଣ ଅସୂର୍ଯ୍ୟ ଉପନିବେଶ। ଏଥିମଧ୍ୟରୁ କେଉଁଠି ସାତକଡ଼ି ହତାଙ୍କ ରଚିତ ଉପନ୍ୟାସ ନୁହେଁ? ଯେ କୋଉ ଉପନ୍ୟାସଟି ସାତକଡ଼ି ହତା ରଚନା କରିନାହାନ୍ତି? ରାଜଧାନୀର ରଙ୍ଗ ନା କଶ୍ଚିତ୍ କାନ୍ତା, ରଜନୀ ଜନ୍ମଭୂମି, ବ୍ୟାକୁଳ ହୃଦୟ? ଆନ୍ସର କଣ ବୋଲେ କଶ୍ଚିତ୍ କାନ୍ତା। ଏଥିମଧ୍ୟରୁ କେଉଁଠି ରାଜେନ୍ଦ୍ର ପ୍ରସାଦ ଦାସଙ୍କ ରଚିତ ଉପନ୍ୟାସ? କୁନ୍ତୀ କୁନ୍ତଳା ଶକୁନ୍ତଳା, ଦୀର୍ଘ ରୋମାଞ୍ଚକର ଯାତ୍ରା, ଆଜିକାଲି ପହରଦିନ, ଖାରବେଳ? କୋଉଟା ପିଲା ଆନ୍ସର ହବ ନା ଆଜିକାଲି ପହରଦିନ। ସପ୍ତ ସିନ୍ଧୁ ଉପନ୍ୟାସ ପାଇଁ ନୃସିଂହଚରଣ ପଣ୍ଡା କେଉଁ ପୁରସ୍କାର ଲାଭ କରିଥିଲେ? ଆମର ଯୋଉ ସପ୍ତ ସିନ୍ଧୁ ଉପନ୍ୟାସ ପାଇଁ ନୃସିଂହଚରଣ ପଣ୍ଡା କେଉଁ ପୁରସ୍କାର ଲାଭ କରିଥିଲେ ନା କେନ୍ଦ୍ର ସାହିତ୍ୟ ଏକାଡେମୀ ନା ଓଡ଼ିଶା ସାହିତ୍ୟ ଏକାଡେମୀ ନା ଶାରଳା ପୁରସ୍କାର ନା ଓଡ଼ିଶା କଣ ସାହିତ୍ୟ ଭାରତୀ? କଣ ପିଲା ଆନ୍ସର ତମ ନା ଓଡ଼ିଶା ସାହିତ୍ୟ ଏକାଡେମୀ। ଅନୁ ହଜିଯିବା ପରେ ଉପନ୍ୟାସର ରଚୟିତା କିଏ? ଅନୁ ହଜିଯିବା ପରେ ଉପନ୍ୟାସର ରଚୟିତା କିଏ? ଅପସନ ଦେଇଛି ଶାନ୍ତନୁ କୁମାର ଆଚାର୍ଯ୍ୟ, ସୁରେନ୍ଦ୍ର ମହାନ୍ତି, ପ୍ରତିଭା ରାୟ, ବିଭୂତି ପଟ୍ଟନାୟକ। ଆନ୍ସର କଣ ଭାବିଲେ? ଶାନ୍ତନୁ କୁମାର ଆଚାର୍ଯ୍ୟ। କେଉଁ ଉପନ୍ୟାସ ପାଇଁ ନୃସିଂହଚରଣ ପଣ୍ଡା ଶାରଳା ପୁରସ୍କାର ଲାଭ କରିଥିଲେ? ଏ କେଉଁ ଉପନ୍ୟାସ ପାଇଁ ନୃସିଂହଚରଣ ପଣ୍ଡା ଶାରଳା ପୁରସ୍କାର ଲାଭ କରିଥିଲେ? ଚଣ୍ଡାଶୋକ, ସପ୍ତସିନ୍ଧୁ, ଅଶାନ୍ତ ଅନଳ, ଖାରବେଳ? ଆନ୍ସର କଣ ଭାବିଲେ? ଖାରବେଳ। କେଉଁ ଉପନ୍ୟାସ ପାଇଁ ଶାନ୍ତନୁ କୁମାର ଆଚାର୍ଯ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି? ଅପସନ ଦେଖ ଦକ୍ଷିଣାବର୍ତ୍ତ, ଶତାବ୍ଦୀର ନଚିକେତା, ନରକିନ୍ନର ନା ଶକୁନ୍ତଳା? ଆନ୍ସର କଣ ନା ନରକିନ୍ନର। କେଉଁ ଉପନ୍ୟାସ ପାଇଁ ଶାନ୍ତନୁ କୁମାର ଆଚାର୍ଯ୍ୟ ଶାରଳା ପୁରସ୍କାର ଲାଭ କରିଛନ୍ତି? ଶାନ୍ତନୁ କୁମାର ଆଚାର୍ଯ୍ୟ କଣ ଶକୁନ୍ତଳା ଉପନ୍ୟାସ ପାଇଁ ଶାରଳା ପୁରସ୍କାର ଲାଭ କରିଛନ୍ତି। ଜାଭାଳ କେଉଁ ଉପନ୍ୟାସର ଚରିତ୍ର ନା ଆମର? ଜାଭାଳ ହଉଛନ୍ତି ଦକ୍ଷିଣାବର୍ତ୍ତ। ଲକ୍ଷ୍ମୀଧର, ଲକ୍ଷ୍ମୀଧର ହଉଛି ଅନ୍ୟ ଏକ ସମୟ ଅନ୍ୟ ଏକ ଭାରତ। ନଜିର ମିଆଁ, ନଜିର ବି ଆମର କଣ ନା ନର କିନ୍ନର। ଦେବଦତ୍ତ, ଦେବଦତ୍ତ ହଉଛନ୍ତି ଧରିତ୍ରୀର କାନ୍ଦ ଉପନ୍ୟାସର ଚରିତ୍ର। କେଉଁ ଉପନ୍ୟାସ ପାଇଁ ମନୋଜ ଦାସ ଦ୍ୱିତୀୟ ସରସ୍ୱତୀ ସମ୍ମାନ ଲାଭ କରିଛନ୍ତି? ଯେ କେଉଁ ଉପନ୍ୟାସ ପାଇଁ ମନୋଜ ଦାସ ଦ୍ୱିତୀୟ ସରସ୍ୱତୀ ସମ୍ମାନ ଲାଭ କରିଛନ୍ତି ନା ଅମୃତର ଫଳ। ପ୍ରସିଦ୍ଧ ଚରିତ୍ର ରୋଇକ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ କେଉଁ ଉପନ୍ୟାସରେ ସ୍ଥାନ ପାଇଛି? ଯେ ରୋଇକ କେଉଁ ଉପନ୍ୟାସର ଚରିତ୍ର ନା ଦକ୍ଷିଣାବର୍ତ୍ତ। ଏଥିମଧ୍ୟରୁ କେଉଁଠି ମନୋଜ ଦାସଙ୍କ ଅନୁବାଦିତ ଉପନ୍ୟାସ? ତାଙ୍କର କଣ ନା ଗୋଧୂଳିର ବାଘ। ଗୋଧୂଳିର ବାଘ ହଉଛି ମନୋଜ ଦାସଙ୍କର ଏକ ଅନୁବାଦିକ ଉପନ୍ୟାସ ବା ଅନୁବାଦ ଉପନ୍ୟାସ। ଏଗୁଡିକ ମଧ୍ୟରୁ କେଉଁଠି ରାଜନୈତିକ ଉପନ୍ୟାସ?
ଧରିତ୍ରୀର କାନ୍ଦ ହଉଛି ଗୋଟେ କଣ ନା ରାଜନୈତିକ ଉପନ୍ୟାସ। ମନସ୍ତାତ୍ତ୍ୱିକ ଉପନ୍ୟାସ। 4ଟି ତମର ଅପସନ ଦେଲା ଅମୃତର ଫଳ, ଯାଜ୍ଞସେନୀ, ଅମାବାସ୍ୟାର ଚନ୍ଦ୍ର, ଶକୁନ୍ତଳା। ତ ପଚାରିଛି କି କେଉଁଟା ମନସ୍ତାତ୍ତ୍ୱିକ ଉପନ୍ୟାସ? କୋଉଟା ତାହେଲେ ନା ଅମାବାସ୍ୟାର ଚନ୍ଦ୍ର। ଏଥିମଧ୍ୟରୁ କେଉଁଠି ଶ୍ରୀନିବାସ ଉଦ୍ଗାତାଙ୍କ ଉପନ୍ୟାସ ନୁହେଁ? 4ଟି ଅପସନ ଦେଇଛି, ସେ ଭିତରୁ କଣ ନା ଶ୍ରୀନିବାସ ଉଦ୍ଗାତାଙ୍କର ଉପନ୍ୟାସ ନୁହେଁ। ଶିଳାର ସପନ, ସୀତାର ଶୋଣିତ, ନୀଳନୟନ ତଳେ ନା ବ୍ୟାଘ୍ର ରହ? ଆନ୍ସର କଣ ମନେ ପିଲେ? ସୀତାର ଶୋଣିତ। ଏଥିମଧ୍ୟରୁ କେଉଁଠି ଚରିତ୍ରଟି ଅମାବାସ୍ୟାର ଚନ୍ଦ୍ର ଉପନ୍ୟାସର ନାୟକ? ଯୋଉ ଅମାବାସ୍ୟାର ଚନ୍ଦ୍ର ଉପନ୍ୟାସର ନାୟକ କିଏ ନା କାଉଲ। ଏମାନଙ୍କ ମଧ୍ୟରୁ କେଉଁଠି ବୀଣାପାଣି ମହାନ୍ତିଙ୍କ ପ୍ରଥମ ଉପନ୍ୟାସ? କୁନ୍ତି କୁନ୍ତଳା ଶକୁନ୍ତଳା, ବହ୍ନଲଗ୍ନ ପାଟ ଦେଇ ନା ସୀତାର ଶୋଣିତ? ସୀତାର ଶୋଣିତ ହଉଛି ବୀଣାପାଣି ମହାନ୍ତିଙ୍କ ପ୍ରଥମ ଉପନ୍ୟାସ। ପିଲେ ଆଜି ପାଇଁ ଏତିକି ଥାଉ। ତମକୁ ଯଦି ମୋ ଭିଡ଼ିଓଟି ଭଲ ଲାଗୁଛି ତାହେଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ କରିବେ। ତା ସହିତ ଆପଣମାନଙ୍କୁ ଯଦି ୟାର PDF ଦରକାର ତାହେଲେ ମୁଁ ତମକୁ ମୋର ୟୁଟ୍ୟୁବରେ ମୋର ଟେଲିଗ୍ରାମର ମୁଁ ଲିଙ୍କ ଦେଇଯାଇଛି, ସେଠି ଜଏନ୍ ହେଇଯିବେ ଏବଂ PDF ପାଇପାରିବେ। ଆଜି ପାଇଁ ଏତିକି ଥାଉ, ବୋଲେ ରହିଲି। ଥ୍ୟାଙ୍କ ୟୁ।